ନିଜର ବ୍ୟସ୍ତବହୁଳ ଲାଇଫରେ ଏମିତି ମଣିଷ ଛନ୍ଦି ହେଇଯାଇଛି। କେବେ ଭାବିନଥିଲି ଏମିତି ଫିଟନେସ୍ ଭିଡ଼ିଓ ସୁଟ୍ କରିବି ଏବଂ ତାକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବି। କିନ୍ତୁ ମୋର କିଛି ବନ୍ଧୁଙ୍କର ପ୍ରେରଣାରେ ଏଇ ଫ୍ଲେକ୍ସିବିଲିଟି ଚ୍ୟାଲେଞ୍ଜ ଆରମ୍ଭ କରିଦେଇଥିଲି। ପ୍ରଥମ 2-3ଟି ଭିଡ଼ିଓ ତ ଭଲ ଗଲା, ତାପରେ ଧୀରେ ଧୀରେ ଭ୍ୟୁ, ଲାଇକ୍, କମେଣ୍ଟ ସବୁ କମିବାରେ ଲାଗିଲା। ମନ ପୁରା ଭାଙ୍ଗିଗଲା। ୟୋଗା ତ ମୁଁ ପ୍ରତିଦିନ କଣ୍ଟିନ୍ୟୁ କରୁଥିଲି, କିନ୍ତୁ ସୁଟ୍ କରିବା, ଏଡ଼ିଟ୍ କରିବା, ଭଏସ୍ ଓଭର ଦେବା ଭାରି କଷ୍ଟକର କାମ ଥିଲା। 21 ଦିନର ଚ୍ୟାଲେଞ୍ଜ ଆରମ୍ଭ କରିଦେଇଥିଲି, କିନ୍ତୁ କେମିତି ଶେଷ କରିବି ମନ ଭିତରେ ଏକ କ୍ୱେଶ୍ଚନ ମାର୍କ ଆଙ୍କି ହେଉଥିଲା। ବ୍ୟସ୍ତ ଜମର ସମୟ ବାହାର କରି ମୁଁ ଭିଡ଼ିଓ ସବୁ ବନାଉଥିଲି, ତେଣୁ ଉତ୍ସାହ ମଧ୍ୟ ଧୀରେ ଧୀରେ କମିବାରେ ଲାଗିଲା। ଆଜିକାଲି ପ୍ରାୟ ସୋସିଆଲ ମିଡ଼ିଆକୁ ଲୋକ ଆସୁଛନ୍ତି ମନୋରଞ୍ଜନ ପାଇଁ, ସାରା ଦିନର ଥକାନକୁ ମେଣ୍ଟାଇବା ପାଇଁ। ଏମିତି ବ୍ୟସ୍ତତା ଭିତରେ 2 ଦିନ ଆଉ ପୋଷ୍ଟ କଲି ନାହିଁ। ହଠାତ୍ ଦିନେ ରାତିରେ ଇଞ୍ଜିନିୟରିଂ ଟାଇମ୍ର ଜଣେ ବନ୍ଧୁ, ଯିଏକି ବର୍ତ୍ତମାନ ହାଇଦ୍ରାବାଦରେ ରହୁଛନ୍ତି, ତାଙ୍କର କଲ୍ ଆସିଲା। ମଜାଳିଆ ଅନ୍ଦାଜରେ ସେ କହିଲେ, ଭାଇ, କହି କହି ତ ମ୍ୟାଟ୍ଟେ କିଣେଇ ଦେଲୁ। 2 ଦିନ ହେଲା ଭିଡ଼ିଓ ଆଉ ପୋଷ୍ଟ କରୁନୁ, ତେବେ ଆଉ ମ୍ୟାଟ୍ର କ'ଣ କରିବି? ଭାବୁଛି ଗାଁକୁ ପଠାଇଦେବି। ଶୀତଦିନ ଚାଲିଛି, ମା ସକାଳୁ ଉଠି ତା ଉପରେ ବସି ପେପର ପଢ଼ିବ। ବନ୍ଧୁ ଜଣକ କଥାଟିକୁ ଭାରି ମଜାଳିଆ ଅନ୍ଦାଜରେ ମୋତେ କହିଲେ, କିନ୍ତୁ ସତ କହିବାକୁ ଗଲେ କଥାଟା ମୋ ମନକୁ ଛୁଇଁଗଲା। ସବୁ ଅଳସତା ଭାଙ୍ଗିଗଲା। ଭାବିଲି, ଯଦି ଜଣେ ମଧ୍ୟ ମୋ ଭିଡ଼ିଓ ଦେଖି ଇନ୍ସପାୟାର ହେଉଛି, ତେବେ ଅଟକିବାର କୌଣସି କାରଣ ନାହିଁ। ଟିକିଏ ନିଶ୍ୱାସ ନେଲି, ବସିଲି, ମୋବାଇଲର କ୍ୟାମେରା ଅନ୍ କଲି, ପୁଣି ଷ୍ଟାର୍ଟ ହେଇଗଲି। ନିଜର ଅଳସପଣିଆକୁ ଟିକେ ଭାଙ୍ଗିଦେଇ ଭାବିଲି, ଏଟଲିଷ୍ଟ ବାକି ରହିଥିବା ଦିନଗୁଡ଼ିକରେ ଯେଉଁମାନେ ମୋତେ ୱେଟ୍ କରିଛନ୍ତି, ତାଙ୍କ ପାଇଁ ନିଜର ମୋବାଇଲର କ୍ୟାମେରା ଓ ମାଇକ୍ ଅନ୍ ରଖିବି।